ବର୍ତ୍ତମାନର ଇରାନ ଯୁଦ୍ଧ କେବଳ ସୀମାରେ ସୀମିତ ରହିନାହିଁ, ବରଂ ଏହା ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ବଜାର ଉପରେ ଏକ ଶକ୍ତ ଆଘାତ ଦେଇଛି। ବିଳାସପୂର୍ଣ୍ଣ ଘଣ୍ଟା ବଜାର ଲକ୍ସରୀ ୱାଚ୍ ଇଣ୍ଡଷ୍ଟ୍ରି ବର୍ତ୍ତମାନ ଏକ ବଡ଼ ଅନିଶ୍ଚିତତା ଦେଇ ଗତି କରୁଛି। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ବଟନକୁ ଅନ୍ କରିଦିଅନ୍ତୁ ଏବଂ ତା ସହିତ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। 28 ଫେବୃଆରୀ 2026ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କାରଣରୁ ମଧ୍ୟପ୍ରାଚ୍ୟ ବିଶେଷ କରି ଦୁବାଇ ଭଳି ବଡ଼ ସପିଂ ହବ୍ରେ ଗ୍ରାହକଙ୍କର ସଂଖ୍ୟା 50% ପର୍ଯ୍ୟନ୍ତ ହ୍ରାସ ପାଇଛି। LVMH ଭଳି ବଡ଼ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟରେ ପ୍ରାୟ $100 ବିଲିୟନ ହ୍ରାସ ଘଟିଛି। ଜେନେଭାଠାରେ ଅନୁଷ୍ଠିତ ହେଉଥିବା ୱାଚେସ୍ ଆଣ୍ଡ ୱାଣ୍ଡର୍ସ ମେଳା ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଳାସପୂର୍ଣ୍ଣ ଘଣ୍ଟା ତିଆରିରେ ବ୍ୟବହୃତ ହେଉଥିବା ସୁନା ଓ ରୂପା ଦର ଆକାଶ ଛୁଆଁ ହୋଇଛି। ବର୍ତ୍ତମାନ ସୁନା ଦର ପ୍ରତି ଆଉନ୍ସ ପିଛା $4,500 ଟପିଥିବା ବେଳେ 2026 ଶେଷ ସୁଦ୍ଧା ଏହା $7,000 ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ କରାଯାଉଛି। ଏହାଦ୍ୱାରା ଘଣ୍ଟା ନିର୍ମାତାଙ୍କର ଖର୍ଚ୍ଚ ବଢ଼ିଯାଇଛି, ଯାହା ସେମାନଙ୍କର ଲାଭାଂଶ ବା ପ୍ରଫିଟ୍ ମାର୍ଜିନକୁ କମାଇ ଦେଇଛି। ମୁଦ୍ରାସ୍ଫୀତି ଏବଂ ଆର୍ଥିକ ଅନିଶ୍ଚିତତା କାରଣରୁ ଲୋକମାନେ ଏବେ ଅନାବଶ୍ୟକ ଖର୍ଚ୍ଚ ବଦଳରେ ସଞ୍ଚୟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏସିଆ ମହାଦେଶର ବିଶେଷ କରି ଚୀନ ଏବଂ ଭାରତରେ ମଧ୍ୟବିତ୍ତ ଶ୍ରେଣୀ ଏବେ ଘଣ୍ଟା କିଣିବା ବଦଳରେ ସୁନା କିମ୍ବା ନଗଦ ଟଙ୍କା ସଞ୍ଚୟ କରିବାକୁ ପସନ୍ଦ କରୁଛନ୍ତି। ରୋଲେକ୍ସ, ପଟେକ୍ ଫିଲିପ୍ ଏବଂ ଅଡେମର୍ସ ପିଗୁଟ୍ ଭଳି ବ୍ରାଣ୍ଡଗୁଡ଼ିକର ଚାହିଦା ସେକେଣ୍ଡାରୀ ମାର୍କେଟରେ ମଧ୍ୟ ହ୍ରାସ ପାଇଛି। ରୋଲେକ୍ସର ସବମାରିନର ଏବଂ GMT ମାଷ୍ଟର 2 ଭଳି ଲୋକପ୍ରିୟ ମଡେଲଗୁଡ଼ିକ ପାଇଁ ୱେଟିଂ ଲିଷ୍ଟ ମଧ୍ୟ କମ୍ ହେବାରେ ଲାଗିଛି। ସଂକ୍ଷେପରେ କହିବାକୁ ଗଲେ, ଇରାନ ଯୁଦ୍ଧ ଏବଂ ବଢ଼ୁଥିବା ତେଲ ଦର ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବା ସହ ବିଳାସପୂର୍ଣ୍ଣ ଘଣ୍ଟା ଶିଳ୍ପ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଯଦି ଏହି ଯୁଦ୍ଧ ଲମ୍ବା ସମୟ ଧରି ଚାଲେ, ତେବେ ଏହି ବଜାର ଆହୁରି ଅଧିକ ସଙ୍କଟର ସମ୍ମୁଖୀନ ହୋଇପାରେ। ଏହିଭଳି ଆର୍ଥିକ ଏବଂ ବିଶ୍ଳେଷଣାତ୍ମକ ଖବର ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଆଜିର ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ।